ମହାଶିବରାତ୍ରି ଧ୍ୟାନ ଏବଂ ଉତ୍ସବର ରାତ୍ରି। ବ୍ରାହ୍ମଣ ଆଉ ବ୍ରାହ୍ମଣୀ ଦୁଇ ଜଣ ସାଥୀ ହେଇ ଯାଇଛନ୍ତି। ଆଜ୍ଞା ସାର୍। ରସିକ ରାଜ ଶେଖର ରସିକେନ୍ଦ୍ର ମୌଳି ଭଗବାନ କୃଷ୍ଣ ପାଖରେ ଉପସ୍ଥିତ ଥାନ୍ତି ତୃତୀୟ ପାଣ୍ଡବ ଅର୍ଜୁନ। ବାବା କୃଷ୍ଣଙ୍କର ହେଲା? ଦ୍ୱାର ଶାସିତ ଦ୍ୱାରକାଧିପତି ଦ୍ୱାରକା କଟକରେ ଯମ ପ୍ରବେଶ କରି ପାରିବନି। ନା 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 ଯାହାକୁ ଭକ୍ତ ଚରଣ ଦାସ କହିଲେ। କଣ କହିଲେ? କହିଲେ ଜାଣୁ ତ ମୋହର ବଳ ବୀର୍ଯ୍ୟ କେତେ ଐରୀ କୂଳକୁ କେତୁ। ପ୍ରତିଜ୍ଞାରେ ରାଣ ଦେଲେ ଜନ୍ତୁ ରାଣ ପୁତ୍ରେ ହେଲ ଭଙ୍ଗି ମୃତ୍ୟୁ। କୋପ କଲେ ମହି ଦୋହଲି ଉଠଇ ମେରୁ ହୁଏ ଥର ହର। ରଟି ଦେଲେ ଜନ୍ତୁ ପତି ଭୟ କରେ ଆଉ ମାନେ କେତେ କୃଷ୍ଣଙ୍କର ଦ୍ୱାରା ଶାସିତ ଦ୍ୱାରକାପୁରରେ ଯମର ପ୍ରବେଶ ଅଧିକାର ନାହିଁ। ନା 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 ଶ୍ରୀମନ୍ଦିର ବଡ଼ ଦେଉଳରେ ଜଗନ୍ନାଥ ମନ୍ଦିର ନିକଟରେ ପତିତ ପାବନ ବାନା ଉଡୁଛି ଯମ ପଶିବାର ଅଧିକାର ନାହିଁ। ନାହିଁ। ଯଦି ଏକଥାଟା ଠିକ ହେଲା ଏ ବ୍ରାହ୍ମଣର ପିଲା କାହିଁକି ମଲେ? ଆଜ୍ଞା ଏହାର କାରଣ କଣ? କଣ ହେଇପାରେ? ଆକୁ ଆଲୋଚନା ପରିସରକୁ ନେଲେ ହେଲା ଏ ସମୟ ସାପେକ୍ଷ ବାବା। କଥା ରହିଛି ବାବୁ। ପ୍ରସଙ୍ଗ ହଁ ହଁ ନା ଅର୍ଜୁନ ଶୁଣୁଛନ୍ତି ନିନ୍ଦା ଆଜ୍ଞା, ନା ଆଜ୍ଞା। କାହାର? ଭଗବାନ କୃଷ୍ଣଙ୍କର। ସାରେ ସହି ପାରିଲାନି ତୃତୀୟ ପାଣ୍ଡବ ଅର୍ଜୁନ। ହଁ ହଁ କହିଲା ହେ ବ୍ରାହ୍ମଣ ଏ ତମେ ଜାଣିନ ଆମେ କିଏ? ବାহ ସବୁ ସହିବି କୃଷ୍ଣ ନିନ୍ଦା ସହିବିନି। କାରଣ କାରଣ ଗାୟକ କେଶରୀ ଉଦୟନାଥ ରଥ ଶର୍ମା ଧାଡ଼ିଏ କହିଲେ। କଣ କହିଲେ? କହିଲେ ପାଣ୍ଡବଙ୍କ ନିତ୍ୟ ଧନ ଇଏ ଅଚ୍ୟୁତ ଶରଣ ଅଚ୍ୟୁତ ନାମରେ ଚଳେ ଇଏ ଶ୍ୱାସର ସ୍ପନ୍ଦନ। ଏଣୁ ବିଷେ ବଳି ଆନ ଏଣୁ ବିଷେ ବଳି ଆନ ନ ଜାଣନ୍ତି ତାଙ୍କ ବଳ କେହି ପାଣ୍ଡବ ମାନଙ୍କର ନିତ୍ୟ ଧନ ଅଚ୍ୟୁତ ହେଲେ ଭଗବାନ କୃଷ୍ଣ। ଆଜ୍ଞା ସାର୍ କହିଲେ ସବୁ ସହିବି ସହିବି କିନ୍ତୁ କୃଷ୍ଣ ନିନ୍ଦା ସହିବିନି। ଏ ନିନ୍ଦା ସହି ହବନି। ଅର୍ଜୁନ ଉତ୍ତର ଦେଲା ବେଳେ ବ୍ରାହ୍ମଣୀ କହୁଛି କଣ କହିଲା? କହିଲା କଣ ତମ କୃଷ୍ଣ ଏଡେ ସାଧୁବାଦ ପୁରୁଷ? ଏ ହେ 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 ଇଏ କଣ ସମସ୍ତଙ୍କୁ କେବଳ ଦେଇଛି ସୁରକ୍ଷା? ବାବା ଇଏ କଣ କଣ କରିଛି? ଶୁଣ ଶୁଣ ମୁଁ କହୁଛି। ପାଲାବାଲା ଟିକେ ଶୁଣ। ବାବା ଗୋଟାଏ ପଦ ଗାଉଛି ବିରୋଧାଭାସ ଅଳଙ୍କାର। ଆଜ୍ଞା ଆଜ୍ଞା ଢେଙ୍କାନାଳ ଜିଲ୍ଲାର ଗର୍ବ ଗୌରବ ବାସ୍ କବି ପ୍ରଦୀପ ବିପିନ ବିହାରୀ ଖୁଣ୍ଟିଆ ଧାଡ଼ିଏ କହିଲେ। କଣ କହିଲେ? କହିଲେ କାମିନୀର ବାସ ଅ ଇଏ ହର
ପ୍ରାର୍ଥନା ଓ ତରଙ୍ଗ ପ୍ଲସ୍ରେ।